ମଜ୍ଜେବ ମନ ଆଧତ୍ସୋ ମୟି ବୁଦ୍ଧିଂ ନିବେଶୟ ନିବଶିଷ୍ୟସି ମଜ୍ଜେବଂ ଅତ ଊର୍ଧ୍ୱଂ ନ ସଂଶୟ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ଶ୍ରୀ ପରମାତ୍ମନେ ନମଃ। ତେଣୁ ତୁମେ ମୋ ଠାରେ ହିଁ ମନ ଲଗାଅ, ମୋ ଠାରେ ହିଁ ବୁଦ୍ଧି ଲଗାଇ ଦିଅ, ତାହେଲେ ତୁମେ ଯେ ମୋ ଠାରେ ହିଁ ନିବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଭଗବାନଙ୍କ ଠାରେ ବୁଦ୍ଧି ଓ ମନ ଲଗାଇବା କାହାକୁ କହନ୍ତି? ଯେ ସକଳ ଚରାଚର ସଂସାରକୁ ବ୍ୟାପ୍ତ କରି ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଯିଏ ଦୟାଳୁତା, ସର୍ବଜ୍ଞତା, ସୁଶୀଳତା ତଥା ସୁହୃଦତା ଆଦି ଅନନ୍ତ ଗୁଣର ସମୁଦ୍ର ଅଟନ୍ତି, ସେହି ପରମ ଦିବ୍ୟ, ପରମ ପ୍ରେମମୟ ଓ ଆନନ୍ଦମୟ, ସର୍ବଶକ୍ତିମାନ, ସର୍ବୋତ୍ତମ, ଶରଣ ନେବାର ଯୋଗ୍ୟ ପରମେଶ୍ୱରଙ୍କ ଗୁଣ ପ୍ରଭାବ ଓ ଲୀଳାର ତତ୍ତ୍ୱ ତଥା ରହସ୍ୟ ଭଲ ଭାବରେ ବୁଝି ତାଙ୍କଠାରେ ସଦା ସର୍ବଦା ଓ ସର୍ବତ୍ର ଅଟଳ ଦୃଢ଼ ନିଶ୍ଚୟ ରହିବା ହିଁ ଭଗବାନଙ୍କ ଠାରେ ବୁଦ୍ଧିକୁ ଲଗାଇ ଦେବା। ଏପରି ଭାବରେ ନିଜର ପରମ ପ୍ରେମାସ୍ପଦ ପୁରୁଷୋତ୍ତମ ଭଗବାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଷୟରୁ ସର୍ବଥା ଆସକ୍ତି ତ୍ୟାଗ କରିଦେଇ ମନକୁ କେବଳ ତାଙ୍କରି ଠାରେ ତନ୍ମୟ କରିଦେବା ଓ ନିତ୍ୟ ନିରନ୍ତର ଉପରୋକ୍ତ ପ୍ରକାରରେ ତାଙ୍କୁ ଚିନ୍ତନ କରି କରି ରହିବା ହିଁ ଭଗବାନଙ୍କ ଠାରେ ମନ ଲଗାଇଦେବା। ଯେଉଁମାନେ ନିଜର ମନ ଓ ବୁଦ୍ଧିକୁ ଭଗବାନଙ୍କ ଠାରେ ଏପରି ଲଗାଇ ଦିଅନ୍ତି, ସେମାନେ ଶୀଘ୍ର ହିଁ ଭଗବାନଙ୍କୁ ପାଇଯାଆନ୍ତି। ଭଗବାନଙ୍କ ଠାରେ ମନ ବୁଦ୍ଧି ଲଗାଇ ଦେଲେ ଯଦି ମନୁଷ୍ୟକୁ ନିଶ୍ଚୟ ଭଗବତ ପ୍ରାପ୍ତି ହୋଇଯିବ, ତେବେ ସମସ୍ତେ ଭଗବାନଙ୍କ ଠାରେ ମନ ବୁଦ୍ଧି ଲଗାଉନାହାନ୍ତି କାହିଁକି? ଗୁଣ ପ୍ରଭାବ ତଥା ଲୀଳାର ତତ୍ତ୍ୱ ଓ ରହସ୍ୟ ନ ଜାଣିଥିବାରୁ ଭଗବାନଙ୍କ ଠାରେ ଶ୍ରଦ୍ଧା ପ୍ରେମ ହେଉନାହିଁ ଏବଂ ଅଜ୍ଞାନ ଜନିତ ଆସକ୍ତି ଯୋଗୁଁ ସାଂସାରିକ ବିଷୟ ମାନଙ୍କର ଚିନ୍ତନ ହେଉଛି। ସଂସାରରେ ଅଧିକାଂଶ ଲୋକର ଏହା ହିଁ ସ୍ଥିତି। ଏହି କାରଣରୁ ସମସ୍ତେ ଭଗବାନଙ୍କ ଠାରେ ମନ ବୁଦ୍ଧି ଲଗାନ୍ତି ନାହିଁ। ଯେଉଁ ଅଜ୍ଞାନ ଜନିତ ଆସକ୍ତିରୁ ଲୋକମାନଙ୍କର ସାଂସାରିକ ଭୋଗ ଚିନ୍ତନ ରୂପକ ମନ୍ଦ ଅଭ୍ୟାସ ହୁଏ, ତାହା ଦୂର କରିବାର ଉପାୟ କଣ? ଭଗବାନଙ୍କର ଗୁଣ ପ୍ରଭାବ ତଥା ଲୀଳାର ତତ୍ତ୍ୱ ଓ ରହସ୍ୟ ଜାଣିବା ଓ ମାନିବା ଦ୍ୱାରା ଏହି ଅଭ୍ୟାସ ଦୂର ହୋଇଯାଇପାରିବ। ଭଗବାନଙ୍କ ଗୁଣ ପ୍ରଭାବ ତଥା ଲୀଳାର ତତ୍ତ୍ୱ ଓ ରହସ୍ୟର ଜ୍ଞାନ କିପରି ହୋଇପାରିବ? ଭଗବାନଙ୍କ ଗୁଣ ପ୍ରଭାବ ତଥା ଲୀଳାର ତତ୍ତ୍ୱ ଓ ରହସ୍ୟ ଜାଣିଥିବା ମହାପୁରୁଷଙ୍କ ସଙ୍ଗ ସେମାନଙ୍କ ଗୁଣ ଓ ଆଚରଣର ଅନୁକରଣ ତଥା ଭୋଗ, ଆଳସ୍ୟ ଓ ପ୍ରମାଦ ତ୍ୟାଗ କରି ବିଶ୍ୱାସ ପୂର୍ବକ ତତ୍ପରତାର ସହିତ ସେମାନେ କହିଥିବା ମାର୍ଗ ଅନୁସରଣ କଲେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ହୋଇପାରେ। ଏଠାରେ ପ୍ରଶ୍ନ ଉଠିପାରେ, ଯଦି ମୁଁ ଉପରୋକ୍ତ ପ୍ରକାରରେ ଆପଣଙ୍କ ଠାରେ ମନ ବୁଦ୍ଧି ଲଗାଇ ନ ପାରେ, ତେବେ ମୁଁ କଣ କରିବା ଉଚିତ? ଏ ବିଷୟରେ କହୁଛନ୍ତି। ଓಂ ନମୋ ଭଗବତେ ବାସୁଦେବାୟ। ଓଂ ଶ୍ରୀ ପରମାତ୍ମନେ ନମଃ। ଓଂ ଅଥ ଚିତଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରଂ ଅଭ୍ୟାସ ସଂଯୋଗେନ ତତୋ ମାମିଚ୍ଛାପ୍ୟୁ ଧନଞ୍ଜୟ। ଯଦି ତୁମେ ମୋ ଠାରେ ଦୃଢ଼ ରୂପେ ଚିତ୍ତ ସ୍ଥାପନ କରିବାକୁ ସମର୍ଥ ହେଉଛ, ତେବେ ହେ ଅର୍ଜୁନ, ଅଭ୍ୟାସ ରୂପୀ ଯୋଗ ଦ୍ୱାରା ମୋତେ ପାଇବାକୁ ଇଚ୍ଛା କର। ଏହି ଶ୍ଲୋକର ଭାବ କଣ? ଭଗବାନ ଅର୍ଜୁନଙ୍କୁ ନିମିତ୍ତ କରି ସମସ୍ତ ଜଗତର ମଙ୍ଗଳ ପାଇଁ ଉପଦେଶ ଦେଉଛନ୍ତି। ସଂସାରରେ ସବୁ ସାଧକଙ୍କର ପ୍ରକୃତି ଏକାପରି ହୋଇନଥାଏ।
ଏହି କାରଣରୁ ସମସ୍ତଙ୍କ ପାଇଁ ଗୋଟିଏ ସାଧନା ଉପଯୋଗୀ ହୋଇ ନପାରେ। ବିଭିନ୍ନ ପ୍ରକୃତିର ମନୁଷ୍ୟମାନଙ୍କ ପାଇଁ ବିଭିନ୍ନ ପ୍ରକାର ସାଧନା ହିଁ ଉପଯୁକ୍ତ ହୁଏ। ଅତଏବ ଭଗବାନ ଏହି ଶ୍ଲୋକରେ କହିଛନ୍ତି, ଯଦି ତୁମେ ଉପରୋକ୍ତ ପ୍ରକାରରେ ମୋ ଠାରେ ସ୍ଥିର ଭାବେ ମନ ଓ ବୁଦ୍ଧି ସ୍ଥାପନ କରିବାରେ ନିଜକୁ ଅସମର୍ଥ ବୋଲି ଭାବୁଛ, ତେବେ ମୁଁ ଅଭ୍ୟାସ ଯୋଗ ଦ୍ୱାରା ମୋର ପ୍ରାପ୍ତି ପାଇଁ ଇଚ୍ଛା କରିବା ଉଚିତ। ଅଭ୍ୟାସ ଯୋଗ କାହାକୁ କହନ୍ତି ଓ ତା ଦ୍ୱାରା ଭଗବତ ପ୍ରାପ୍ତି ପାଇଁ ଇଚ୍ଛା କରିବା କର? ଭଗବତ ପ୍ରାପ୍ତି ପାଇଁ ନାନା ପ୍ରକାର ଯୁକ୍ତି ଦ୍ୱାରା ଭଗବାନଙ୍କ ଠାରେ ଚିତ୍ତ ଲଗାଇବାକୁ ବାରମ୍ବାର ଯେଉଁ ପ୍ରଯତ୍ନ କରାଯାଏ ତାହାକୁ ଅଭ୍ୟାସ ଯୋଗ କହନ୍ତି। ଭଗବାନଙ୍କର ନାମ, ରୂପ, ଗୁଣ ଓ ଲୀଳା ଆଦିରେ ସାଧକଙ୍କର ଶ୍ରଦ୍ଧା ଓ ପ୍ରେମ ହୁଏ। କେବଳ ଭଗବତୀ ପ୍ରାପ୍ତି ଉଦ୍ଦେଶ୍ୟରେ ହିଁ ସେଥିରେ ବାରମ୍ବାର ମନ ଲଗାଇବାକୁ ପ୍ରଯତ୍ନ କରିବା ହିଁ ଅଭ୍ୟାସ ଯୋଗ ଦ୍ୱାରା ଭଗବତ ପ୍ରାପ୍ତି ପାଇଁ ଇଚ୍ଛା କରିବା। ଭଗବାନଙ୍କ ଠାରେ ଚିତ୍ତ ଲଗାଇବାରେ ଇଏ ଯେଉଁ ସାଧନା, ଏହା କରିବା ପାଇଁ ଶାସ୍ତ୍ର ମାନଙ୍କରେ ଅନେକ ପ୍ରକାରର ଉପାୟ କୁହାଯାଇଛି। ତା ଭିତରୁ ନିମ୍ନଲିଖିତ କେତୋଟି ଉପାୟ ସର୍ବସାଧାରଣଙ୍କ ପାଇଁ ବିଶେଷ ଉପଯୋଗୀ ମନେ ହୁଏ। ସୂର୍ଯ୍ୟଙ୍କ ସମ୍ମୁଖରେ ରହି ଆଖି ବନ୍ଦ କରିଦେଲେ ମନ ଦ୍ୱାରା ସର୍ବତ୍ର ମନୋଭାବରେ ଯେଉଁ ଏକ ପ୍ରକାଶ ପୁଞ୍ଜ ପ୍ରତୀତ ହୁଏ, ଭଗବତ ସ୍ୱରୂପରେ ତାଠାରୁ ମଧ୍ୟ ହଜାରେ ଗୁଣ ଅଧିକ ପ୍ରକାଶ ପୁଞ୍ଜ ରହିଛି। ମନ ଦ୍ୱାରା ଏପରି ନିଶ୍ଚୟ କରି ପରମାତ୍ମାଙ୍କର ସେହି ତେଜମୟ ଜ୍ୟୋତି ସ୍ୱରୂପରେ ଚିତ୍ତ ଲଗାଇବାକୁ ବାରମ୍ବାର ଚେଷ୍ଟା କରିବା। ଅଗ୍ନି ଯେପରି ଦିଆସିଲିରେ ବ୍ୟାପି ରହିଛି, ଭଗବାନ ସେହିପରି ସର୍ବତ୍ର ବ୍ୟାପି ରହିଛନ୍ତି ବୋଲି ବୁଝି ମନ କେଉଁଠିକୁ ଯାଉଥିବ, ସେଠାରେ ଗୁଣ ଓ ପ୍ରଭାବ ସହିତ ସର୍ବଶକ୍ତିମାନ ପରମ ପ୍ରେମାସ୍ପଦ ପରମେଶ୍ୱରଙ୍କ ସ୍ୱରୂପକୁ ପ୍ରେମ ପୂର୍ବକ ବାରମ୍ବାର ଚିନ୍ତନ କରିବା। ମନ ଯେଉଁଠିକି ଚାଲି ଯାଉଥାଉ, ତାକୁ ସେଠାରୁ ଟାଣି ଆଣି ଭଗବାନ ବିଷ୍ଣୁ, ଶିବ, ରାମ ଓ କୃଷ୍ଣ ଆଦି ନିଜ ଇଷ୍ଟଦେବଙ୍କ ମାନସିକ ବା ଧାତୁ ଆଦିରେ ନିର୍ମିତ ମୂର୍ତ୍ତିରେ ଅଥବା ଚିତ୍ରପଟରେ ବା ତାଙ୍କ ନାମ ଜପରେ ଶ୍ରଦ୍ଧା ଓ ପ୍ରେମର ସହିତ ମନ ଲଗାଇବାକୁ ବାରମ୍ବାର ପ୍ରଯତ୍ନ କରିବା। ଭ୍ରମରର ଗୁଞ୍ଜନ ପରି ଏକ ଲୟରେ ଓଙ୍କାର ଧ୍ୱନି କରି କରି ସେହି ଧ୍ୱନିରେ ବାରମ୍ବାର ପରମେଶ୍ୱରଙ୍କ ସ୍ୱରୂପ ଚିନ୍ତନ କରିବା। ସ୍ୱାଭାବିକ ଶ୍ୱାସ ପ୍ରଶ୍ୱାସ ସହିତ ଭଗବାନଙ୍କର ନାମ ଜପ ଯେପରି ନିତ୍ୟ ନିରନ୍ତର ହୁଏ, ସେଥିପାଇଁ ପ୍ରଯତ୍ନ କରିବା। ପରମାତ୍ମାଙ୍କର ନାମ, ରୂପ, ଗୁଣ, ଚରିତ୍ର ଓ ପ୍ରଭାବର ରହସ୍ୟ ଜାଣିବା ପାଇଁ ସେହି ବିଷୟକ ଶାସ୍ତ୍ର ପୁନଃ ପୁନଃ ଅଧ୍ୟୟନ କରିବାକୁ ଅଭ୍ୟାସ କରିବା। ଚତୁର୍ଥ ଅଧ୍ୟାୟର 29 ଶ୍ଲୋକ ଅନୁସାରେ ପ୍ରାଣାୟାମ ଅଭ୍ୟାସ କରିବା ଇତ୍ୟାଦି ଇତ୍ୟାଦି। ଏସବୁ ମଧ୍ୟରୁ ଯେକୌଣସି ବି ଅଭ୍ୟାସ ଯଦି ଶ୍ରଦ୍ଧା, ବିଶ୍ୱାସ ଓ ତତ୍ପରତାର ସହିତ କରାଯାଏ, ତେବେ କ୍ରମଶଃ ସକଳ ପାପ ଓ ବିଘ୍ନ ନାଶ ହୋଇ ଶେଷରେ ଭଗବତ ପ୍ରାପ୍ତି ହୋଇଥାଏ। ତେଣୁ ଅତ୍ୟନ୍ତ ଉତ୍ସାହ ଓ ତତ୍ପରତାର ସହିତ ଅଭ୍ୟାସ କରିବା ଉଚିତ। ସାଧକମାନଙ୍କ ସ୍ଥିତି, ଅଧିକାର ତଥା ସାଧନା ଗତିର ତାରତମ୍ୟ ଅନୁଯାୟୀ ଫଳ ପ୍ରାପ୍ତି ଶୀଘ୍ର ବା ବିଳମ୍ବର ହୋଇପାରେ। ଅତଏବ ଶୀଘ୍ର ଫଳ ପାଇ ମିଳିଲେ ତାହା କଷ୍ଟ ବୋଲି ଭାବି କ୍ଷୁର୍ଣ୍ଣ ହୋଇ ବା ଆଳସ୍ୟବଶ ହୋଇ ଅଭ୍ୟାସ ଛାଡ଼ିଦେବା ଉଚିତ ନୁହେଁ କି ସାଧନା କମାଇଦେବା ଉଚିତ ନୁହେଁ, ବରଂ ତାହା ଆହୁରି ବଢ଼ାଇ ଚାଲିବା ଉଚିତ। ଏଠାରେ ଜିଜ୍ଞାସା ହୋଇଥାଏ, ଯଦି ଏପରି ଅଭ୍ୟାସ ଯୋଗ ମଧ୍ୟ କରି ନ ହୁଏ, ତେବେ ମୋର କଣ କରିବା ଉଚିତ? ଏ ବିଷୟରେ ଭଗବାନ